ଜଗନ୍ନାଥଙ୍କର ସ୍ୱରୂପ ଅନ୍ୟ ଜଗତ ଯାକର ଠାକୁର ମାନଙ୍କଠୁ ଆମ ଜଗାର ସ୍ୱରୂପ ଟିକେ ଭିନ୍ନ। ଜଗନ୍ନାଥଙ୍କର ସ୍ୱରୂପ କେମିତି ଭିନ୍ନ? ହାତ ନାହିଁ, ଆଖି ଏଡେ ଏଡେ, ସେଥିରେ ପୁଣି ଭ୍ରୁଲତା ନାହିଁ, ଓଠ ଓସାରିଆ ଓଠ, ରୂପ କେମିତି ବାମନ। ଏ ରୂପ ଭଗବାନଙ୍କର ଗଢିବା ଲୋକ ପ୍ରଥମେ ଆଶ୍ଚର୍ଯ୍ୟର କଥା ଯେ କଳ୍ପନା ଜଣେ କେମିତି କଲା ଏ ରୂପକୁ, ଜଗନ୍ନାଥଙ୍କର ରୂପକୁ କଳ୍ପନା ଜଣେ କେମିତି କରିଥିବ। ଜଣେ ଗଢିବ, ଯଦି ମନୁଷ୍ୟ ଗଢିଯିବ ସିଏ ତାର ଚିନ୍ତାଧାରା, ମୁଣ୍ଡ ଆସିବ, ହାତ ଆସିବ, ଆଖି ନାକ କାନ ଫାଟି ସବୁ ରହିବ। ଇଏ ଅଦ୍ଭୁତ ପ୍ରକାରର ଗୋଟେ ରୂପ ଭଗବାନ କରିଛନ୍ତି। କାହିଁକି? ଆଉ ନାମ କଣ? ଦାରୁ ବ୍ରହ୍ମ। ଆଜ୍ଞା, ବ୍ରହ୍ମ ହଉଛି ନିରାକାର ସ୍ୱରୂପ, ଯାହାର ଆକାର ନାହିଁ, ନିରାକାର ନିର୍ଗୁଣ। କିନ୍ତୁ ଆମର ଠାକୁର ଏଠି ଅଛନ୍ତି, ଇଏ ଦାରୁ ବ୍ରହ୍ମ, ମାନେ ଦାରୁ ହଉଛି ଯାହାର ଆକାର ଅଛି, ଓଜନ ଅଛି, ବସ୍ତୁତ୍ୱ ଅଛି। ବ୍ରହ୍ମ କିନ୍ତୁ ଶବ୍ଦ ଲାଗୁଛି ପଛରେ ଯାହାର ନିରାକାର। ଯେତେବେଳେ ମହାନ ମହାନ ଜ୍ଞାନୀ ମାନେ, ଯୋଗୀ ମାନେ ଏଠିକି ଆସିଛନ୍ତି, ସେମାନେ ନିଜେ ଭ୍ରମିତ ହୋଇଯାଇଛନ୍ତି। ଇଏ ଠାକୁରକୁ କିଏ ସହଜରେ ଜାଣିପାରେ ନାହିଁ। ଇଏ ହଉଛନ୍ତି ନିରାକାର ନିର୍ଗୁଣ, କିନ୍ତୁ ସାକାର ସଗୁଣ।